ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଖ୍ରୀଷ୍ଟ ତାଙ୍କର ମଣ୍ଡଳୀ ଗଠନ କରୁଛନ୍ତି। ପୁଣି ତାଙ୍କର ପ୍ରତିଜ୍ଞା ପ୍ରମାଣେ ତାଙ୍କର ମଣ୍ଡଳୀକୁ କୌଣସି ଶକ୍ତି କେବେ ହେଲେ ପରାଜୟ କରିପାରି ନାହିଁ କି କେବେ ମଧ୍ୟ ପରାଜୟ କରିପାରିବ ନାହିଁ। ଆମମାନେ ମଣ୍ଡଳିକ ଜୀବନରେ ସୁସମାଚାର ସେବା କାର୍ଯ୍ୟର ସମୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତି ମଧ୍ୟ ଦେଇ ଆମେ ଗତି କରୁଛୁ। ଅନେକ ସମୟରେ ଆମମାନଙ୍କର ବିଶ୍ୱାସ ଜୀବନକୁ ଅଭିବୃଦ୍ଧି କରିବା ପାଇଁ, ଆମମାନଙ୍କର ସେବା କାର୍ଯ୍ୟ ଜୀବନକୁ ଅଧିକ ଭାବରେ ଶୃଙ୍ଖଳିତ କରିବା ପାଇଁ ଆମେ ହୁଏତ ଏକ ସିଦ୍ଧ ମଣ୍ଡଳୀର ଅନ୍ୱେଷଣ କରିଥାଉ। କିନ୍ତୁ ମନେ ରଖିବା ଯେ ଖ୍ରୀଷ୍ଟ ତାଙ୍କର ମଣ୍ଡଳୀକୁ ଆମମାନଙ୍କର ପରି ପାପୀ ଅଧାର୍ମିକ ମାନଙ୍କୁ କ୍ଷମା ଦେଇ ତାଙ୍କର ପରିବାରଭୁକ୍ତ କଲେ। ପୁଣି ତାଙ୍କର ମଣ୍ଡଳୀଭୁକ୍ତ ଯେ ଆମେ ହେଇପାରିଲୁ। ସେଥିପାଇଁ ବର୍ତ୍ତମାନ ଜଗତରେ କୌଣସି ସିଦ୍ଧତାର ମଣ୍ଡଳୀକୁ ଆମେ କେବେ ହେଲେ ପାଇପାରିବା ନାହିଁ। କିନ୍ତୁ ବର୍ତ୍ତମାନ ମଧ୍ୟ ଆମେ ଅନେକ ଖ୍ରୀଷ୍ଟୀୟ ମଣ୍ଡଳୀ ଗୁଡ଼ିକୁ ଦେଖିପାରୁଛୁ। ସମସ୍ତ ପ୍ରକାର ଦୁର୍ବଳତା ମଧ୍ୟରେ ମଧ୍ୟ ଆଦ୍ୟ ମଣ୍ଡଳୀ ପରି କେତେକ ମଣ୍ଡଳୀ ଆଜି ଖ୍ରୀଷ୍ଟୀୟ ବିଶ୍ୱାସର ଜୀବନରେ, ଖ୍ରୀଷ୍ଟୀୟ ସେବା କାର୍ଯ୍ୟର ଜୀବନରେ ଆଜି ସେମାନେ ଅଗ୍ରସର ହେଉଛନ୍ତି। ଆଜି ଆମେ ଏହି ପ୍ରକାର ଏକ ମଣ୍ଡଳୀ ବିଷୟ କିଛି ସମୟ ପ୍ରଭୁଙ୍କର ବାକ୍ୟରୁ ଆମେ ଚିନ୍ତା କରିବା। ଥେସଲୋନିକେ ମଣ୍ଡଳୀ ନିକଟକୁ ଯେତେବେଳେ ତାଙ୍କର ପତ୍ର ଗୁଡ଼ିକ ପାଉଲ ଲେଖୁଛନ୍ତି, ସେଇ ପତ୍ର ମଧ୍ୟରେ ଆମେ ଲକ୍ଷ୍ୟ କରୁଛୁ ଯେ ପାଉଲ ଯୋଉ ସମୟରେ ବାସ କରୁଥିଲେ, ସେଇ ସମୟରେ ଏହି ଥେସଲୋନିକେ ଅଞ୍ଚଳ ମାସିଡୋନିଆର ରାଜଧାନୀ ଥିଲା, ଏକ ପ୍ରସିଦ୍ଧ ବନ୍ଦର ଥିଲା, ପୁଣି ସୁପ୍ରତିଷ୍ଠିତ ଥିଲା, ଧନଶାଳୀ ଥିଲା। ଆଉ ସେଇ ସ୍ଥାନରେ ଅନେକ ଜିହୁଦୀ ମାନେ ବାସ କରୁଥିଲେ। ଅଣଜିହୁଦୀ ମାନଙ୍କର ସଂଖ୍ୟା କମ ଥିଲା। ଆଉ ଏଇ ପ୍ରକାର ଏକ ପରିସ୍ଥିତି ମଧ୍ୟରେ ପ୍ରେରିତ ପାଉଲ ତାଙ୍କର ଦ୍ୱିତୀୟ ମିଶନାରୀ ଯାତ୍ରା ସମୟରେ ଥେସଲୋନିକେ ଅଞ୍ଚଳକୁ ସେ ଆସିଲେ। ଯେତେବେଳେ ଈଶ୍ୱରଙ୍କର ବାକ୍ୟକୁ ପବିତ୍ର ଆତ୍ମାଙ୍କର ସାହାଯ୍ୟରେ ଦୃଢ ବିଶ୍ୱାସ ଭରସାରେ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିର ଆଶାର ନେଇ ସେ ତାଙ୍କର ଏଇ ଦ୍ୱିତୀୟ ଯାତ୍ରାକୁ ଆରମ୍ଭ କରୁ କରୁ ଏହି ସ୍ଥାନରେ ପହଞ୍ଚିଛନ୍ତି। ଯେତେବେଳେ ଅଣଜିହୁଦୀ ମାନେ ଈଶ୍ୱରଙ୍କର ବାକ୍ୟକୁ ସରଳ ଭାବରେ, ସୁସ୍ପଷ୍ଟ ଭାବରେ ସେମାନେ ଶୁଣିବା ପାଇଁ ସୁଯୋଗ ପାଇଲେ, ଯଦ୍ୟପି ସେମାନେ ସେଇ ସମୟରେ ପ୍ରତିମା ପୂଜକ ଥିଲେ, ତଥାପି ଈଶ୍ୱରଙ୍କର ବାକ୍ୟର ଶକ୍ତି ସେମାନଙ୍କର ଜୀବନକୁ, ସେମାନଙ୍କର ମନକୁ ଅଧିକାର କରିନେଲା। ସରଳ ଭାବରେ ସେମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ସ୍ଥାପନ କଲେ। ଆଉ ସେଇ ସମୟ ଠାରୁ ପାଉଲ ଲେଖୁଛନ୍ତି ଯେ ସେମାନଙ୍କର ବିଶ୍ୱାସର ଜୀବନ କ୍ରମଶଃ ବୃଦ୍ଧି ପାଇବା ପାଇଁ ଆରମ୍ଭ ହେଲା। ସେଥିପାଇଁ ପାଉଲ ତାଙ୍କର ଏହି ସେବା କାର୍ଯ୍ୟ ସମୟରେ ଯେତେବେଳେ ଜିହୁଦୀ ମାନେ ଦେଖିଲେ ଯେ ପାଉଲ ବାହାରୁ ଆସି ପ୍ରଚାର କରିବା ଦ୍ୱାରା ଅଣଜିହୁଦୀ ମାନେ ଆଜି ଯୀଶୁଙ୍କ ଠାରେ ବିଶ୍ୱାସ କରୁଛନ୍ତି, ସେଥିପାଇଁ ପାଉଲଙ୍କ ପ୍ରତି ସେମାନେ ଈର୍ଷାନ୍ୱିତ ହେଲେ। ଆଉ ପରବର୍ତ୍ତୀ ସମୟରେ ସେ ପାଉଲଙ୍କୁ ସେଇ ସ୍ଥାନରୁ, ସେମାନଙ୍କର ଅଞ୍ଚଳରୁ ସେମାନଙ୍କୁ ବିଦାୟ କରିନେଲେ। କିନ୍ତୁ ଯେତେ ସମୟ ପାଉଲ ଥେସଲୋନିକେ ମଣ୍ଡଳୀରେ ସେବା କାର୍ଯ୍ୟ କରୁଥିଲେ, ଅନ୍ୟ କାହା ଉପରେ ଭାରାଗ୍ରସ୍ତ ହେଉନଥିଲେ। ମାତ୍ର ଲେଖାଯାଉଛି ଦିନ ରାତି ପରିଶ୍ରମ କରି ତମ୍ବୁ ନିର୍ମାଣ କରି ନିଜ ପାଇଁ ତାଙ୍କର ସହଯୋଗୀ ଯେ ଶିଲା ଥିଲେ, ତାଙ୍କର ସହଯୋଗୀ ଯେ ତିମୋଥି ଥିଲେ, ସେମାନଙ୍କର ପ୍ରତିପୋଷଣର ଭାର ସେ ବହନ କରୁଥିଲେ। ତେବେ ଆମେ ଲକ୍ଷ୍ୟ କରୁଛୁ ଯେ ପାଉଲ ଏହି ପ୍ରକାର ଏକ ପ୍ରତିକୂଳ ସମୟ ମଧ୍ୟରେ ଏହି ମଣ୍ଡଳୀକୁ ସ୍ଥାପନ କରିଥିଲେ। ଯେତେବେଳେ ପାଉଲଙ୍କୁ ସେହି ସ୍ଥାନକୁ ବିଦାୟ ଦେବାକୁ ପଡ଼ିଲା, କିଛି ସମୟ ପରେ ସେ ତିମୋଥିଙ୍କୁ ସେହି ମଣ୍ଡଳୀକୁ ପ୍ରେରଣ କରିଥିଲେ, ଯେପରି ତିମୋଥି ସେହି ଅଞ୍ଚଳର ବିଶ୍ୱାସୀ ମାନଙ୍କୁ ଆହୁରି ଅଧିକ ଈଶ୍ୱରଙ୍କର ବାକ୍ୟରେ ଉତ୍ସାହିତ କରିବେ, ସୁଦୃଢ଼ କରିବେ। ଯେପରି ସେମାନଙ୍କର ସମ୍ମୁଖରେ ଯୋଉ ସମସ୍ତ ତାଡ଼ନା ରହିଛି, ପାଉଲ ଅନୁଭବ କଲେ ଯଦି ମୋ ପ୍ରତି ସେମାନେ ଏହି ପ୍ରକାର ଏକ ପ୍ରତିବାଦ ସୃଷ୍ଟି କଲେ, ତାଡ଼ନା ଆଣିଲେ, ନିଶ୍ଚିତ ଭାବରେ ଏହି ବିଶ୍ୱାସୀ ମାନଙ୍କର ପାଇଁ ବର୍ତ୍ତମାନ ପୁଣି ଭବିଷ୍ୟତ ନିମନ୍ତେ ମଧ୍ୟ ତାଡ଼ନା ଉପସ୍ଥିତ ରହିଛି। କିଏ ଜାଣେ, ହୁଏତ ପ୍ରେରିତ ପାଉଲ ଭାବୁଥିବେ ପରବର୍ତ୍ତୀ ସମୟରେ ମୁଁ ଚାଲିଗଲା ପରେ ଯଦି ଏହି ମଣ୍ଡଳୀର ତତ୍ତ୍ୱାବଧାନର ଭାର ଅନ୍ୟ କାହାକୁ ଦିଆ ନଯାଏ, ସତ୍ୟ ବାକ୍ୟରେ ଯଦି ବିଶ୍ୱାସ ମାନେ
ବୃଦ୍ଧି ନ ପାଆନ୍ତି, କିଏ ଜାଣେ ଯେ ଭ୍ରାନ୍ତ ଶିକ୍ଷକ ମାନେ ଆସିବେ, କାରଣ ସେମାନେ ଚାରିଆଡେ ବୁଲୁଛନ୍ତି, ମଣ୍ଡଳୀ ଗୁଡ଼ିକ ବିଭ୍ରାନ୍ତ କରୁଛନ୍ତି, ସତ୍ୟ ପଥରୁ ସେମାନଙ୍କୁ ବିମୁଖ କରୁଛନ୍ତି। ପାଉଲ ସମସ୍ତ ଗଭୀର ଭାବରେ ଚିନ୍ତା କରି ପରବର୍ତ୍ତୀ ସମୟରେ ଲେଖାଯାଉଛି ସେ ତିମୋଥୀଙ୍କୁ ଥେସଲୋନିକ ମଣ୍ଡଳୀକୁ ପଠେଇଲେ, ଯେପରି ସେହି ସ୍ଥାନରେ ସେ ବିଶ୍ୱାସୀ ମାନଙ୍କୁ ଅଧିକ ଈଶ୍ୱରଙ୍କର ବାକ୍ୟରେ ଯେପରି ସୁଦୃଢ କରିପାରିବେ, ତାଡ଼ନା ସମୟରେ ଯେପରି ବିଶ୍ୱାସ ମାନେ ସ୍ଥିର ରହିବେ। ଆଉ ପ୍ରେରିତ ପାଉଲ ଯେତେବେଳେ ତିମୋଥୀଙ୍କ ଠାରୁ ସେଇ ମଣ୍ଡଳୀ ବିଷୟରେ କେତେ ଗୁଡିଏ ତଥ୍ୟ ସଂଗ୍ରହ କଲେ, ବିବରଣୀ ପାଠ କଲେ, ତାଙ୍କର ମନରେ ଅନେକ ପ୍ରକାର ଚିନ୍ତା ଆସିଲା। ପ୍ରଥମ ବିଷୟ ଆମେ ଲକ୍ଷ୍ୟ କରୁଛୁ, ଯେତେବେଳେ ପ୍ରଥମ ପର୍ବଟି ଆମେ ପାଠ କରୁଛୁ ବା ପ୍ରଥମ ପତ୍ରଟି ଆମେ ପାଠ କରୁଛୁ ପ୍ରେରିତ ପାଉଲଙ୍କର ଏଇ ମଣ୍ଡଳୀ ପ୍ରତି, ଅନେକ ଗୁଡିଏ ବିଷୟ ପାଉଲଙ୍କର ଜୀବନକୁ ଉତ୍ସାହିତ କରୁଥିଲା। ସେ ସମସ୍ତ ବିଷୟ ପାଉଲ ପ୍ରଥମ ପର୍ବରେ ସେ ଲେଖୁଛନ୍ତି। ପ୍ରଥମ ପର୍ବଟି ଯେତେବେଳେ ଆମେ ପାଠ କରୁଛୁ, ତାହା ଏକ ମଣ୍ଡଳୀର ପରିଚୟ ପ୍ରଦାନ କରେ। ମଣ୍ଡଳୀ କେଉଁ ପ୍ରକାର ହେବା ଆବଶ୍ୟକ ତାହାର ଏକ ସଂକ୍ଷିପ୍ତ ସୂଚନା ପ୍ରେରିତ ପାଉଲ ଆମମାନଙ୍କୁ ଏ ପ୍ରଥମ ପର୍ବରେ ପ୍ରକାଶ କରୁଛନ୍ତି। ତେବେ ଆମେ ଲକ୍ଷ୍ୟ କରୁଛୁ ଏହି ମଣ୍ଡଳୀ ପ୍ରେରିତ ପାଉଲ, ତିମୋଥୀ ପୁଣି ଶିଲା ଏକ ଦଳଗତ ସେବା କାର୍ଯ୍ୟରେ ସେମାନେ ମଣ୍ଡଳୀ ସ୍ଥାପନ କଲେ, ଈଶ୍ୱରଙ୍କର ସେବା କାର୍ଯ୍ୟ ଦଳଗତ ଭାବରେ କଲେ। ପ୍ରିୟ ମୋର ଭାଇ ଭଉଣୀ ମାନେ, ମନେ ରଖିବା, ଈଶ୍ୱରଙ୍କର ସେବା କାର୍ଯ୍ୟ ଏକା କରାଯାଇପାରେ ନା, ଏହା ଏକ ଦଳଗତ ସେବା କାର୍ଯ୍ୟ। ଯଦ୍ୟପି ବର୍ତ୍ତମାନ ସମୟରେ ସେଇ ପ୍ରକାର ସ୍ୱାଧୀନ ସେବକ ସେବିକା ମାନଙ୍କୁ ଆମେ ଲକ୍ଷ୍ୟ କରୁଛୁ, କିନ୍ତୁ ମନେ ରଖିବା ଈଶ୍ୱରଙ୍କ ବାକ୍ୟ ଆଜି ଆମମାନଙ୍କୁ ଏଇ ପ୍ରଥମ ଉତ୍ସାହ ଦିଏ ଯେ ଈଶ୍ୱରଙ୍କର ସେବା କାର୍ଯ୍ୟରେ ଆମମାନଙ୍କର ସମସ୍ତଙ୍କର ସମ୍ପୃକ୍ତିକରଣ ରହିବା ଏକାନ୍ତ ଆବଶ୍ୟକ। ଯୀଶୁ ତାହା ତାଙ୍କର ସେବା କାର୍ଯ୍ୟ ଜୀବନରେ ଆମମାନଙ୍କୁ ଶିକ୍ଷା ଦେଇଛନ୍ତି। ନିଜେ କରିପାରିଥାନ୍ତେ, କିନ୍ତୁ ତାଙ୍କର ସହିତ ସେ 12 ଜଣ ଶିଷ୍ୟଙ୍କୁ ରଖିଥିଲେ, ଯୋଉମାନେ ଯୀଶୁଙ୍କର ସହିତ ରହୁଥିଲେ, ସେବା କାର୍ଯ୍ୟ ଶିଖୁଥିଲେ। ଆଉ ପରବର୍ତ୍ତୀ ସମୟରେ ଆମେ ଲକ୍ଷ୍ୟ କରୁଛୁ ସେଇ 12 ଜଣ ଶିଷ୍ୟଙ୍କୁ ଯୀଶୁ ଜଗତକୁ ପ୍ରେରଣ କରୁଛନ୍ତି। କହିଲେ, ମୁଁ ଯେପରି ଏଇ ଜଗତକୁ ଆସିଅଛି, ପ୍ରିୟ ପିଲାମାନେ, ମୁଁ ତୁମମାନଙ୍କୁ ଏଇ ଜଗତକୁ ପଠାଉଛି। ଯୋଉ ଆହ୍ୱାନରେ ମୁଁ ଆହୁତ ହେଇଛି, ସେଇ ଆହ୍ୱାନରେ ତୁମମାନଙ୍କୁ ମଧ୍ୟ ପ୍ରେରଣ କରୁଛି। ଯୋଉ ସମ୍ବାଦ ନେଇ ଆସିଛି, ସେଇ ସମ୍ବାଦ ମୁଁ ତୁମର ହସ୍ତରେ ସମର୍ପଣ କରୁଛି। ଯୋଉ ମନୋଭାବରେ ମୁଁ ଏଇ ସେବା କାର୍ଯ୍ୟ ପିତାଙ୍କର ହସ୍ତରୁ ଗ୍ରହଣ କରିଛି, ସେଇ ମନୋଭାବରେ, ସେଇ ପ୍ରେମ ମନୋଭାବରେ, ସେଇ ପବିତ୍ରତା ମନୋଭାବରେ, ସେଇ ନିଷ୍କଳଙ୍କ ଭାବରେ ତୁମେ ମଧ୍ୟ ତୁମର ସେବା କାର୍ଯ୍ୟକୁ ଆଗେଇ ନେବ। ତେବେ ମଣ୍ଡଳୀ ଗଠନ କରିବାରେ ଆମେ ଦେଖୁଛୁ ପାଉଲ, ଶିଲା ପୁଣି ତିମୋଥୀଙ୍କର ଅଂଶ ବିଶେଷ ଗୁରୁତ୍ୱପୂର୍ଣ୍ଣ। ତେବେ ଯେତେବେଳେ ପ୍ରେରିତ ପାଉଲ ଏଇ ପ୍ରଥମ ପର୍ବଟି ସେମାନଙ୍କୁ ଲେଖୁଛନ୍ତି, ତାଙ୍କର ହୃଦୟ ମଧ୍ୟରେ ମଣ୍ଡଳୀର ବିଶ୍ୱାସୀ ଭାଇ ଭଉଣୀ ମାନଙ୍କ ନିମନ୍ତେ କେତେ ଗୁଡିଏ ପ୍ରଶଂସାର ବିଷୟ ଲକ୍ଷ୍ୟ କରୁଛୁ। ହଁ, ପାଉଲ ତାଙ୍କର ସୀମିତ ସେବା କାର୍ଯ୍ୟ ମଧ୍ୟରେ ସେ ପ୍ରକାଶ କରୁଛନ୍ତି ଯେ ତୁମମାନଙ୍କର ବିଶ୍ୱାସର କର୍ମ, ତୁମର ପ୍ରେମର ପରିଶ୍ରମ, ପୁଣି ଭରସାର ଧୈର୍ଯ୍ୟକୁ ମୁଁ ଲକ୍ଷ୍ୟ କରିପାରୁଛି। ଏ ସମସ୍ତ ବିଷୟ ତିମୋଥୀ ନିଶ୍ଚିତ ଭାବରେ ପାଉଲଙ୍କୁ ଜଣେଇଥିବେ। ତାଙ୍କର ସୀମିତ ସମୟ ମଧ୍ୟରେ ସେମାନଙ୍କର ବିଶ୍ୱାସର କର୍ମ, ସେମାନଙ୍କର ପ୍ରେମର ପରିଶ୍ରମ, ପୁଣି ସେମାନଙ୍କର ଆଗାମୀ ଭରସା ବିଷୟରେ ଯୋଉ ଧୈର୍ଯ୍ୟ, ତାଡ଼ନା ମଧ୍ୟରେ, ପ୍ରତିବାଦ ମଧ୍ୟରେ ସେମାନଙ୍କର ଧୈର୍ଯ୍ୟ, এই ତିନୋଟି ବିଷୟକୁ ପ୍ରେରିତ ପାଉଲ ସେମାନଙ୍କୁ ଧନ୍ୟବାଦ ସହିତ ଜଣାଉଛନ୍ତି। ତେବେ ମଣ୍ଡଳୀ କିଏ? ମଣ୍ଡଳୀ କହିଲେ ଆମମାନେ ସ୍ମରଣ ରଖିବା, ମଣ୍ଡଳୀ ଏକ ପୃଥକୀକୃତ ଲୋକ ଦଳ। ପୃଥକୀକୃତ ଲୋକ ଦଳ କୋଉମାନେ? ଯୋଉମାନେ କି ଦିନେ ଜଗତରେ, ପୁଣି ଜାଗତିକ ଭାବରେ ପାପରେ ଅଧାର୍ମିକତାରେ ଜୀବନ କାଟୁଥିଲେ, ସେଇମାନେ ଆଜି ଖ୍ରୀଷ୍ଟଙ୍କର ବାକ୍ୟ ଶୁଣି ଖ୍ରୀଷ୍ଟଙ୍କର ସହିତରେ ସେମାନଙ୍କର ଜୀବନକୁ ସମ୍ପୃକ୍ତ କରି ପରିତ୍ରାଣର ଆନନ୍ଦ, ପରିତ୍ରାଣର ଅନୁଭୂତି, ଅନନ୍ତ ଜୀବନର ଅନୁଭୂତି ନେଇ ସେମାନେ ଆଉ ପୂର୍ବ ପରି ଜୀବନ କାଟିବା ପାଇଁ ସେମାନଙ୍କ ପ୍ରତି ଆହ୍ୱାନ ଆସୁନି। ମାତ୍ର ସେମାନେ ଏକ
ପୃଥକୀକୃତ ଲୋକ, ଜଗତ ଠାରୁ ପୃଥକ, ଖ୍ରୀଷ୍ଟଙ୍କ ପ୍ରତି ପୃଥକ। ତେବେ ଥେସଲୋନିକେ ମଣ୍ଡଳୀ ଏହି ପ୍ରକାର ଏକ ପୃଥକୀକୃତ ମଣ୍ଡଳୀ ଥିଲା। ତେବେ ଦୁଇଟି ବିଷୟ ଏହି ପ୍ରଥମ ପର୍ବରେ ଆଜି ଆମେ ଚିନ୍ତା କରିବା। ପ୍ରଥମ ବିଷୟ, ପାଉଲ କହୁଛନ୍ତି ମଣ୍ଡଳୀ ଏକ ମନୋନୀତ ଗୋଷ୍ଠୀ। ଈଶ୍ୱରଙ୍କ ଦ୍ୱାରା ମଣ୍ଡଳୀ ପୃଥକୀକୃତ, ଈଶ୍ୱରଙ୍କ ଦ୍ୱାରା ସେମାନେ ଆହୁତ, ସେମାନେ ମନୋନୀତ। ସେଥିପାଇଁ ଆମେ ଯୋହନ 15 ପର୍ବ ତାର 16 ପଦରେ ଆମେ ପାଠ କରୁଛୁ, ଯୀଶୁ ଶିଷ୍ୟମାନଙ୍କୁ କହିଲେ, ତୁମମାନେ ମୋତେ ମନୋନୀତ କରିନାହ, ମାତ୍ର ମୁଁ ତୁମକୁ ମନୋନୀତ କରିଅଛି, ଯେପରି ତୁମେ ଯିବ ଆଉ ଫଳ ଉତ୍ପନ୍ନ କରିବ, ଆଉ ତୁମର ଫଳ ଯେପରି ସ୍ଥାୟୀ ହବ। ସେଥିପାଇଁ ପ୍ରଥମ ପର୍ବ ତାର 2 ପଦରେ ଆମେ ପାଠ କରୁଛୁ, ପାଉଲ କହୁଛନ୍ତି ତୁମମାନେ ଈଶ୍ୱରଙ୍କ ଦ୍ୱାରା ପୃଥକୀକୃତ ବା ମନୋନୀତ ହୋଇଅଛ। ଲେଖାଯାଉଛି 2 ପର୍ବ ତାର 13 ପଦରେ, କାରଣ ଈଶ୍ୱର ଆତ୍ମାଙ୍କ ପବିତ୍ରତା ଓ ସତ୍ୟରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇବା ନିମନ୍ତେ ତୁମମାନଙ୍କୁ ମନୋନୀତ କରିଅଛନ୍ତି। ତେବେ ଖ୍ରୀଷ୍ଟୀୟ ମଣ୍ଡଳୀ ଏକ ମନୋନୀତ, ଈଶ୍ୱରଙ୍କ ଦ୍ୱାରା ମନୋନୀତ। ପ୍ରିୟ ଭାଇ ଭଉଣୀ ମାନେ, ତାହା କ'ଣ ଆମମାନଙ୍କର ଜୀବନରେ ଆମେ ଅନୁଭବ କରିଛୁ କି? ପରିତ୍ରାଣ ଈଶ୍ୱରଙ୍କର ମନୋନୟନ। ଆମମାନେ ଯେତେବେଳେ ବିଜାତୀୟ ଥିଲୁ, ଅନ୍ଧକାରରେ ଥିଲୁ, ସେତେବେଳେ ଆମମାନେ ଖ୍ରୀଷ୍ଟଙ୍କର ଠାରେ ବିଶ୍ୱାସ ଦ୍ୱାରା ଏକ ପୃଥକୀକୃତ ହେଇଛୁ। ଯେପରି ଆମମାନେ ଏଇ ଜଗତରେ ମଧ୍ୟ ଏକ ପୃଥକୀକୃତ ଜୀବନ ଭାବରେ ଜୀବନ କାଟିବା। ସେ ଆମମାନଙ୍କୁ ମନୋନୀତ କରିଛନ୍ତି, ତାଙ୍କର ଉଦ୍ଦେଶ୍ୟରେ ମନୋନୀତ କରିଛନ୍ତି, ତାଙ୍କର ନିମନ୍ତେ ମନୋନୀତ କରିଛନ୍ତି, ତାଙ୍କ ନିମନ୍ତେ ଫଳ ଧାରଣ କରିବା ନିମନ୍ତେ ମନୋନୀତ କରିଛନ୍ତି, ତାଙ୍କର ନାମକୁ ଏଇ ଜଗତରେ ଆମେ ସ୍ଥାପନ କରିବା ପାଇଁ ସେ ଆମମାନଙ୍କୁ ମନୋନୀତ କରିଛନ୍ତି। କେବଳ ସେତିକି ନୁହେଁ, ପରବର୍ତ୍ତୀ ସମୟରେ ପାଉଲ କହୁଛନ୍ତି କେବଳ ଆମେ ପରିତ୍ରାଣ ପାଇଁ ଯେ ଆହୁତ ହେଇଛୁ, ମନୋନୀତ ହେଇଛୁ ତାହା ନୁହେଁ। ମନେ ରଖିବା, ଏଇ ପରିତ୍ରାଣ ଈଶ୍ୱରଙ୍କର ପ୍ରେମ ଉପରେ ଆଧାରିତ। ସେଥିପାଇଁ ପାଉଲ କହୁଛି ତୁମର ପ୍ରେମର ପରିଶ୍ରମ। ପାଉଲ ଯେତେବେଳେ ଆମମାନେ ପାପରେ ମୃତ ଥିଲୁ, ସେଇ ସମୟରେ ଖ୍ରୀଷ୍ଟଙ୍କର ପ୍ରେମ ଆମମାନଙ୍କ ପ୍ରତି ପ୍ରକାଶିତ ହେଲା। ଯେତେବେଳେ ନିରୁପାୟ ଥିଲୁ, ଅନ୍ଧକାର ମଧ୍ୟରେ ଥିଲୁ, ପାପରେ ମରିଥିଲୁ, ସେତେବେଳେ ଆମମାନଙ୍କର ପ୍ରତି ଖ୍ରୀଷ୍ଟଙ୍କର ପ୍ରେମ, ସେ କୃଷିୟ ପ୍ରେମ ଆମମାନଙ୍କ ପ୍ରତି ପ୍ରକାଶିତ ହେଲା। ପ୍ରିୟ ଭାଇ ଭଉଣୀ ମାନେ, ଏଇ ଖ୍ରୀଷ୍ଟଙ୍କର ପ୍ରେମକୁ ଥେସଲୋନିକେର ଭାଇ ଭଉଣୀ ମାନେ, ଯେ ଅଣଜିହୁଦୀ ମାନେ ଯେତେବେଳେ ଜାଣିବାର ସୁଯୋଗ ପାଇଲେ, ସେମାନେ ଖ୍ରୀଷ୍ଟଙ୍କର ପ୍ରେମରେ ଆପଣା ଜୀବନକୁ ସାମିଲ କରିନେଲେ। ଖ୍ରୀଷ୍ଟଙ୍କର ପ୍ରେମ ବର୍ତ୍ତମାନ ସେମାନଙ୍କର ହୃଦୟକୁ, ସେମାନଙ୍କର ମନକୁ କେବଳ ଅଧିକାର କଲା ତାହା ନୁହେଁ, ମାତ୍ର ସେମାନଙ୍କର ପରବର୍ତ୍ତୀ ଜୀବନକୁ ସେଇ ଖ୍ରୀଷ୍ଟଙ୍କର ପ୍ରେମ ପରିବ୍ୟାପ୍ତ କଲା। ପାଉଲ ପରବର୍ତ୍ତୀ ସମୟରେ ନିଜର ସାକ୍ଷ୍ୟ ଦେଇ କହୁଛନ୍ତି, ଖ୍ରୀଷ୍ଟଙ୍କର ପ୍ରେମ ମତେ ବଶରେ ରଖି ଚଳାଉଅଛି। ହଁ, ଖ୍ରୀଷ୍ଟଙ୍କର ପ୍ରେମ ପରିମାଣ କେତେ ଲେଖାଯାଉଛି? ପ୍ରେରିତ ପାଉଲ ଲେଖୁଛନ୍ତି, ଜଗତର କୌଣସି ବିଷୟ, କୌଣସି ତାଡ଼ନା, ମୃତ୍ୟୁ, କୌଣସି ଶକ୍ତି, ସ୍ୱର୍ଗର କୌଣସି ଶକ୍ତି, ପୃଥିବୀର କୌଣସି ଶକ୍ତି, କୌଣସି ବିଷୟ ଆମମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରେମରୁ ବିଚ୍ଛିନ୍ନ କରି ପାରିବ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ବିଶ୍ୱାସୀ ଭାବରେ ଏହି ବିଷୟକୁ ଆମମାନଙ୍କର ଜୀବନରେ ଆମେ ଶେଷ ପର୍ଯ୍ୟନ୍ତ ଧରି ରଖିବାର ଏକାନ୍ତ ଆବଶ୍ୟକ। ଜୀବନରେ ଦୁଃଖ ଆସୁ, କଷ୍ଟ ଆସୁ, ନିନ୍ଦା ଆସୁ, ତାଡ଼ନା ଆସୁ, ଖ୍ରୀଷ୍ଟଙ୍କର ପ୍ରେମରୁ ଆପଣଙ୍କୁ ପୁଣି ମତେ କେହି କେବେ ହେଲେ ବିଚ୍ୟୁତ କରି ପାରିବ ନାହିଁ। କାରଣ ଲେଖାଯାଉଛି ସେ ଆମମାନଙ୍କୁ ଅନନ୍ତକାଳୀନ ପ୍ରେମରେ ପ୍ରେମ କରି ଆସିଛନ୍ତି। ହଁ, ସେଇ ପ୍ରେମ ଦ୍ୱାରା ଖ୍ରୀଷ୍ଟ ସେମାନଙ୍କର ପାପକୁ କ୍ଷମା କଲେ। କେବଳ ସେତିକି ନୁହେଁ, ମାତ୍ର ଲେଖାଯାଉଛି ଖ୍ରୀଷ୍ଟଙ୍କର ଏଇ ଯୋଉ ପରିତ୍ରାଣ, ସେଇ ପରିତ୍ରାଣରେ ବିଶ୍ୱାସ ଅନ୍ତର୍ଭୁକ୍ତ। ପାଉଲ କହୁଛନ୍ତି ଆମମାନେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇଅଛୁ, କୌଣସି ଧର୍ମ କର୍ମ ଦ୍ୱାରା ନୁହେଁ, କୌଣସି ଉତ୍ତମତା ନୁହେଁ। ହଁ, ସେଦିନ ହୁଏତ ଥେସଲୋନିକେ ମଣ୍ଡଳୀର ଭାଇ ଭଉଣୀ ମାନଙ୍କର ଜୀବନରେ ଅନେକ ଉତ୍ତମ ଗୁଣ ଥାଇପାରେ, ସେମାନଙ୍କର ପୂର୍ବ
ସେଇ ପ୍ରତିମା ପୂଜାରେ ସେମାନେ ନିବିଷ୍ଟ ଥିଲେ, ଯୁଦ୍ଧକି ଥିଲେ। ତଥାପି ଯେତେବେଳେ ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ, ସେ ବିଶ୍ୱାସ ଦ୍ୱାରା ସେମାନେ ପରିତ୍ରାଣ ପ୍ରାପ୍ତ ହେଲେ। ପରିତ୍ରାଣରେ ଈଶ୍ୱର ସମ୍ପୃକ୍ତ, ଏହି ପରିତ୍ରାଣରେ ପ୍ରେମ ମଧ୍ୟ ଜଡ଼ିତ। ପୁଣି ଏହି ପରିତ୍ରାଣରେ ବିଶ୍ୱାସ ଏକାନ୍ତ ଆବଶ୍ୟକ। ସେଥିପାଇଁ ପ୍ରେରିତ ପିତର ପାଉଲ କହୁଛନ୍ତି, ଏହି ପରିତ୍ରାଣ, ଏହି ବିଶ୍ୱାସ ଆମମାନଙ୍କର ଜୀବନର ଶେଷ ପର୍ଯ୍ୟନ୍ତ ରହିବା ଏକାନ୍ତ ଆବଶ୍ୟକ। ତେବେ ଏ ତ ପାଉଲ କହୁଛନ୍ତି, ଏଇ ଯୋଉ ଖ୍ରୀଷ୍ଟଙ୍କର ପ୍ରେମକୁ ବିଶ୍ୱାସରେ ତୁମେ ଗ୍ରହଣ କଲ, ଫଳରେ କଣ ହେଲା ନା ତୁମର ଜୀବନରେ ଏକ ପରିବର୍ତ୍ତନ ଆସିଲା। ପରିତ୍ରାଣ ଜୀବନକୁ ପରିବର୍ତ୍ତନ କରିଥାଏ। ସେଥିପାଇଁ ପାଉଲ 2 କରନ୍ତି ତାର 5 ପର୍ବ, ତାର 17 ପର୍ବରେ ସେ କହୁଛନ୍ତି, ଯେ ଖ୍ରୀଷ୍ଟଙ୍କଠାରେ ଥାଏ ସେ ନୂତନ ସୃଷ୍ଟି ହୋଇଅଛି। ଦେଖ ସମସ୍ତ ପୁରୁଣା ବିଷୟ ଲୋପ ପାଇଅଛି, ଦେଖ ସମସ୍ତ ବିଷୟ ନୂତନ ହୋଇଅଛି। ଏହା ଥିଲା ସେଇ ଥେସଲୋନିକେ ମଣ୍ଡଳୀର ଭାଇ ଭଉଣୀ ମାନଙ୍କର ଜୀବନର ସାକ୍ଷ୍ୟ। ଏକ ପରିବର୍ତ୍ତିତ ଜୀବନ, ପରିତ୍ରାଣ ଏକ ପରିବର୍ତ୍ତନ ଆଣିଥାଏ। ସେଥିପାଇଁ ପ୍ରେରିତ ପାଉଲ ସେମାନଙ୍କୁ ପ୍ରଥମ ଭାବରେ ସେମାନଙ୍କୁ ଖ୍ରୀଷ୍ଟଙ୍କର ପରିତ୍ରାଣ ବିଷୟରେ ସେମାନଙ୍କୁ ସୂଚନା ଦଉଛନ୍ତି। ଆଉ ଦ୍ୱିତୀୟ ଅଂଶରେ ସେ ସେମାନଙ୍କୁ ସ୍ମରଣ କରି ଦଉଛନ୍ତି, ଦେଖ ଯେପରି ଏହି ପ୍ରତିକୂଳ ପରିସ୍ଥିତିରେ ଯୋଉ ତାଡ଼ନାର ସମ୍ମୁଖରେ ତୁମେ ହବ, ଦେଖ ଏହା ତୁମ ପାଇଁ ଶେଷ ଘଟଣା ନୁହେଁ। ଖ୍ରୀଷ୍ଟ ପୁନର୍ବାର ସେ ଆସୁଅଛନ୍ତି। ଯୀଶୁଙ୍କର ଦ୍ୱିତୀୟ ଆଗମନର ବିଷୟକୁ ପ୍ରେରିତ ପାଉଲ ତାଙ୍କର ଏଇ ପ୍ରଥମ ପର୍ବରେ ସେ ପ୍ରକାଶ କରୁଛନ୍ତି। ହଁ, ଏଇ ତାଡ଼ନା ସମୟରେ ତୁମର ଭରସା କଣ? ସେ ଭରସା ରହିଛି ଖ୍ରୀଷ୍ଟ ଆସିବେ, ପୁନର୍ବାର ଆସିବେ। ଆଉ ଯୋଉ ସମୟରେ ସେ ଆସିବେ ଆମମାନଙ୍କୁ ପବିତ୍ର କରିବେ, ଆମମାନଙ୍କର ବିଶ୍ୱାସର ଜୀବନକୁ ସେ ସୁଦୃଢ଼ କରିବେ। ସେ ଆସିବେ, ଆମମାନଙ୍କୁ ପବିତ୍ର କରିବେ, ସେ ଆମମାନଙ୍କୁ ଆସିବେ, ଆମମାନଙ୍କୁ ପୁରସ୍କାର ଦେବେ। ସେଥିପାଇଁ ପାଉଲ କହୁଛନ୍ତି, ତୁମର କଣ ନା ତୁମର ବିଶ୍ୱାସର ଜୀବନ ବର୍ତ୍ତମାନ ଏକ ଭରସାଯୁକ୍ତ ଜୀବନ ହେଇଛି। ବର୍ତ୍ତମାନ ପାଇଁ ତୁମେ ଖ୍ରୀଷ୍ଟଙ୍କ ଠାରେ ଭରସା ରଖି ଜୀବନ କାଟୁଛ। ଆଉ ଭବିଷ୍ୟତରେ ଏଇ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ତୁମମାନଙ୍କ ପାଇଁ ତୁମର ଭରସାକୁ, ତୁମର ବିଶ୍ୱାସକୁ ଆହୁରି ଅଟଳ କରି ରଖିବ। ସେଥିପାଇଁ ପାଉଲ ପ୍ରଥମ ପର୍ବରେ ସେମାନେ କହୁଛନ୍ତି, ମୋର ପ୍ରିୟ ଭାଇ ଭଉଣୀ ମାନେ, ତୁମର ବିଶ୍ୱାସକୁ ଧରି ରଖ, ତୁମର ପ୍ରେମକୁ ଧରି ରଖ, ତୁମର ଭରସାକୁ ଧରି ରଖ। କେବଳ ସେତିକି ନୁହେଁ, ମାତ୍ର ଏଇ ସମସ୍ତ ପରିସ୍ଥିତିରେ ତୁମର ସେଇ ଜୀବନକୁ, ତୁମର ଆଚରଣକୁ, ତୁମର ଦୈନନ୍ଦିନ ଅଭ୍ୟାସ ଗୁଡ଼ିକୁ, କାରଣ ମନେ ରଖ ତୁମର ଚାରି ପାଖରେ ଯୋଉ ଯିହୁଦୀ ମାନେ ଅଛନ୍ତି ସେମାନଙ୍କର ଉପରେ ତୁମର ଯୋଉ ଦୃଷ୍ଟି ରହିଛି, ଏ ସମସ୍ତ ପରିସ୍ଥିତିରେ ତୁମେ ଯେପରି ସେମାନଙ୍କର ନିକଟରେ ଏକ ପବିତ୍ର ଜୀବନ ଯାପନ କରିବ, ତୁମର ଆଚରଣ ଯେପରି କୌଣସି ପ୍ରକାର ଭାବରେ ବିଘ୍ନର କାରଣ ହବ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମେ ସ୍ମରଣ ରଖିବା, ହଁ ଅନେକ ସମୟରେ ଆମେ କହୁ ଆମେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଛୁ, ପରିତ୍ରାଣ ପ୍ରାପ୍ତ ହେଇଛୁ, କିନ୍ତୁ ଆମେ ଭୁଲି ଯିବାନି ଦିନେ ଆମେ ଅନ୍ଧକାର ମଧ୍ୟରେ ଥିଲୁ, ନିରୁପାୟ ଅବସ୍ଥା ମଧ୍ୟରେ ଥିଲୁ। କେବଳ ସେତିକି ନୁହେଁ, ମାତ୍ର ଯୋଉ ସ୍ଥାନରେ ଆପଣ ପୁଣି ମୁଁ ଅଛି, ଯୋଉ ସ୍ଥାନରେ ଆମମାନଙ୍କର ମଣ୍ଡଳୀ ଗୁଡ଼ିକ ରହିଛି, ଆମମାନଙ୍କର ଚାରି ପାଖରେ ଅନେକ ବିଜାତୀୟ ଲୋକମାନେ ଅଛନ୍ତି, ଯୋଉମାନେ କି ଆମମାନଙ୍କ ଜୀବନକୁ ଲକ୍ଷ୍ୟ କରୁଛନ୍ତି, ଆମମାନଙ୍କର କଥାବାର୍ତ୍ତାକୁ ଶୁଣୁଛନ୍ତି, ଆମମାନଙ୍କର ବ୍ୟବହାରିକ ଜୀବନକୁ, ଆମମାନଙ୍କର ବ୍ୟବସାୟ ଜୀବନକୁ, ଆମମାନଙ୍କର କାର୍ଯ୍ୟର ଜୀବନକୁ ତନ୍ନ କରି ସେମାନେ ଲକ୍ଷ୍ୟ କରୁଛନ୍ତି। ପାଉଲ ଏ ବିଷୟରେ ସଚେତନ ଥିଲେ। ଆଉ ସେମାନେ କହିଲେ, ପ୍ରିୟ ଭାଇ ଭଉଣୀ ମାନେ, କେବଳ ବିଶ୍ୱାସରେ ତୁମେ ସ୍ଥିର ରୁହ ତାହା ନୁହେଁ, ମାତ୍ର ତୁମର ଏଇ ଯୋଉ ଜୀବନ, ଏଇ ଜୀବନ ପରେ ଯେପରି ତୁମର ହସ୍ତକୁ କେହି ଶୟତାନ ଯେପରି ହରଣ କରି ନ ନିଏ। ହଁ, ବିଶ୍ୱାସର ଜୀବନ କଣ କରେ? ପରିବର୍ତ୍ତନ ଆଣେ। ସେମାନଙ୍କର ବିଶ୍ୱାସର କର୍ମ, ସେମାନଙ୍କର ପ୍ରେମର ପରିଶ୍ରମ, ସେମାନଙ୍କର ଭରସା କଣ ତା କୋଉ ପ୍ରକାର ଭାବରେ ସୂଚନା ଦିଏ? ପାଉଲ କହୁଛନ୍ତି, ତୁମର ବିଶ୍ୱାସର କର୍ମ କଣ ଥିଲା? ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଫଳରେ ତୁମେ ଯୋଉ ପ୍ରତିମା ପୂଜା କରୁଥିଲ, ସେଇ ପ୍ରତିମା ପୂଜା ଠାରୁ ଆପଣାକୁ ତୁମେ ସମ୍ପୂର୍ଣ୍ଣ ଭାବରେ
ପୃଥକ ରଖିଲ, ସେ ସବୁକୁ ତୁମେ ପରିତ୍ୟାଗ କରିଦେଲ। ପୁରୁଣା ଜୀବନ ସହିତ ତୁମର ଆଉ କୌଣସି ସମ୍ପର୍କ ରହିଲାନି। ହଁ ପ୍ରିୟ ଭାଇ ଭଉଣୀ ମାନେ, ମନେ ରଖିବା, ଯେତେବେଳେ ମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁ, ଆମର ପୁରୁଣା ଜୀବନ ସହିତ କୌଣସି ପ୍ରକାର ସମ୍ପର୍କ ରହିବା ଆବଶ୍ୟକ ନୁହେଁ। ଏହା ଥିଲା ସେମାନଙ୍କ ପାଇଁ ବିଶ୍ୱାସର କର୍ମ। ହଁ, ସେମାନଙ୍କୁ ଏକ ମୂଲ୍ୟ ଦେବା ପାଇଁ ପଡ଼ିଥିଲା, କାରଣ ଯେଉଁ ତାଙ୍କର ପରିବାର ପ୍ରିୟଜନ ମାନଙ୍କ ମଧ୍ୟରେ ସେମାନେ ବାସ କରୁଥିଲେ, ସେମାନଙ୍କ ଠାରୁ ସେମାନେ ନିନ୍ଦା ଅପମାନ ସହୁଥିଲେ, ତାଡ଼ନ ମଧ୍ୟ ସହୁଥିଲେ। କିନ୍ତୁ ସେମାନେ ସବୁବେଳେ ନିଜକୁ ସ୍ମରଣ କରାଉଥିଲେ, ନା, ଯୋଉ ସମସ୍ତ ବିଷୟ ଆମମାନଙ୍କର ପୁରୁଣା ଜୀବନରେ ଥିଲା, ସେ ସବୁକୁ ଆମେ ପରିତ୍ୟାଗ କରିଛୁ। କୌଣସି ପ୍ରକାର ସେଠାକୁ ଫେରି ଯାଇପାରିବା ନାହିଁ। ପ୍ରିୟ ବନ୍ଧୁଗଣ, ଆଜି କ'ଣ ଆମମାନଙ୍କର ପୁରୁଣା ଜୀବନକୁ ଆମେ ଫେରି ଯାଇଛୁ? ପୁରୁଣା ଅଭ୍ୟାସ ଗୁଡ଼ିକୁ ଫେରି ଯାଇଛୁ। ଫଳରେ ଆଜି ଆମମାନଙ୍କର ଜୀବନ ସେତେ ଉଦ୍ଦୀପନା ପୂର୍ଣ୍ଣ ନୁହେଁ, ସେତେ ସାକ୍ଷ୍ୟ ମଧ୍ୟ ପୂର୍ଣ୍ଣ ନୁହେଁ। ଫଳରେ ଆମମାନଙ୍କର ଚାରିପାଖର ଲୋକମାନଙ୍କର ନିକଟରେ ଆମେ ସାକ୍ଷୀ ହେଇପାରୁନୁ। ପାଉଲଙ୍କର ତାହା ଗଭୀର ଚିନ୍ତା ଥିଲା। ତୁମେ ବିଶ୍ୱାସରେ ଆସିଛ, ତୁମର ପ୍ରେମର ପରିଶ୍ରମ କ'ଣ? ଯୋଉମାନଙ୍କ ମଧ୍ୟରେ ତୁମେ ବାସ କରୁଛ କେବଳ ନୁହେଁ, ମାତ୍ର ତୁମମାନଙ୍କର ମାଣ୍ଡଳିକ ଭାବରେ ପରସ୍ପର ପ୍ରତି ତୁମର ପ୍ରେମକୁ ତୁମେ ପ୍ରକାଶ କରିବା ଏକାନ୍ତ ଆବଶ୍ୟକ। ସେଥିପାଇଁ ଯାକୋବ କେତେ ସୁନ୍ଦର ଭାବରେ କହୁଛନ୍ତି, ହଁ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀ ମାନେ, ତୁମେ କହୁଛ ଆମେ ଖ୍ରୀଷ୍ଟଙ୍କୁ ପ୍ରେମ କରୁଛୁ, କିନ୍ତୁ ଯଦି ତୁମର ଭାଇ ଆଜି ଅଭାବରେ ଥାଏ, ଯଦି ସଙ୍କଟ ଅବସ୍ଥାରେ ଥାଏ, ତୁମେ ତାକୁ ସାହାଯ୍ୟ ନ କର। ତୁମେ କୁହ, ଭାଇ ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ, ମୁଁ ପ୍ରାର୍ଥନା କରିବି। ଶୂନ୍ୟ ହସ୍ତରେ ଯଦି ସେଇ ପ୍ରିୟ ଭାଇକୁ ଆମେ ଫେରେଇ ଦଉ, ଯାକୋବ କହୁଛନ୍ତି, ତେବେ ତୁମର ପ୍ରେମ କେଉଁ ସ୍ଥାନରେ? ତୁମେ କ'ଣ ବାସ୍ତବ ଭାବରେ ଖ୍ରୀଷ୍ଟଙ୍କୁ ପ୍ରେମ କରୁଛ? ସେଥିପାଇଁ ପାଉଲ ଅତି ଗଭୀର ଭାବରେ ସେମାନଙ୍କୁ ଉତ୍ସାହ ଦଉଛନ୍ତି। ତାଡ଼ନାର ସମୟରେ ପ୍ରିୟ ଭାଇ ଭଉଣୀ ମାନେ, ତୁମମାନେ ପରସ୍ପର ମଧ୍ୟରେ ପ୍ରେମକୁ ବାନ୍ଧି ରଖ। ପରସ୍ପର ପାଇଁ ତୁମେ ମନୋଯୋଗୀ ହର। ପରସ୍ପର ଦୁଃଖରେ ସହଭାଗୀ ହୁଅ। ପରସ୍ପର ତାଡ଼ନା ସମୟରେ ସହଭାଗୀ ଦିଅ, ଉତ୍ସାହ ଦିଅ, ପ୍ରେରଣା ଦିଅ। ତୁମର ପ୍ରେମର ପରିଶ୍ରମ କେବଳ ତୁମମାନଙ୍କର ମଧ୍ୟରେ ସୀମିତ କର, ତାହା ନୁହେଁ, ମାତ୍ର ଯୋଉମାନେ ତୁମର ଚାରି ପାଖରେ ଯୋଉ ଯିହୁଦୀ ମାନେ ତୁମର ପ୍ରତି ପ୍ରତିବାଦ କରନ୍ତି, ସେମାନଙ୍କ ପ୍ରତି ମଧ୍ୟ ତୁମର ଏହି ପ୍ରେମକୁ ପ୍ରକାଶ କର। ଖ୍ରୀଷ୍ଟଙ୍କର ପ୍ରେମ ସମସ୍ତଙ୍କୁ ଆବରି ନିଏ। ଖ୍ରୀଷ୍ଟଙ୍କର ପ୍ରେମରେ ପାତର ଅନ୍ତର ନଥାଏ। ଖ୍ରୀଷ୍ଟଙ୍କର ପ୍ରେମରେ ଧନୀ ଦରିଦ୍ରର ସ୍ଥାନ ନଥାଏ, ଶିକ୍ଷିତ ଅଶିକ୍ଷିତର ସ୍ଥାନ ନଥାଏ। ପ୍ରିୟ ଭାଇ ଭଉଣୀ ମାନେ, ଦୁଃଖର ବିଷୟ, ବର୍ତ୍ତମାନ ଆମମାନଙ୍କର ଖ୍ରୀଷ୍ଟୀୟ ମଣ୍ଡଳୀ ଗୁଡ଼ିକରେ ଏହି ପ୍ରେମର ଅଭାବ ଯଥେଷ୍ଟ ରହିଛି। ମଣ୍ଡଳୀ ମଧ୍ୟରେ ପାତର ଅନ୍ତର ଭାବ ରହିଛି, ହିଂସା ଭାବ ରହିଛି, କ୍ରୋଧ ଭାବ ରହିଛି, ଅହଙ୍କାର ଭାବ ରହିଛି। ସେଥିପାଇଁ ପାଉଲ ବାରମ୍ବାର ସେମାନଙ୍କୁ କହୁଛନ୍ତି, ପ୍ରେମରେ ବନ୍ଧା ହେଇ ରୁହ। ତୁମର ପ୍ରେମ ଦିନ ପ୍ରତିଦିନ ବୃଦ୍ଧି ପାଉ। ତାହା ଦ୍ୱାରା ଅନ୍ୟମାନେ ଜାଣିବେ ଯେ ତୁମେ ବାସ୍ତବ ଭାବରେ ଖ୍ରୀଷ୍ଟଙ୍କର ପ୍ରେମକୁ ନିଜ ନିଜ ଜୀବନରେ ଅନୁଭବ କରିଛ। ପ୍ରିୟ ଭାଇ ଭଉଣୀ ମାନେ, ସମୟ ଆସିଛି ଆଜି ଆମମାନଙ୍କର ନିଜ ଜୀବନକୁ ଆମେ ସମୀକ୍ଷା କରିନଉ। ହଁ, ଖ୍ରୀଷ୍ଟଙ୍କର ପ୍ରେମକୁ ନିଜ ଜୀବନରେ ଅନୁଭବ କରିବା ଗୋଟିଏ ବିଷୟ, କିନ୍ତୁ ଖ୍ରୀଷ୍ଟଙ୍କର ସେଇ ବହୁମୂଲ୍ୟ ପ୍ରେମକୁ, ସେଇ ତ୍ୟାଗପୂର୍ଣ୍ଣ ପ୍ରେମକୁ, ସେଇ ଧୈର୍ଯ୍ୟଶୀଳ ପ୍ରେମକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବା ଏକ ମୂଲ୍ୟକୁ ଦାବି କରେ। ପାଉଲ କହୁଛନ୍ତି, ତୁମର ପ୍ରେମର ପରିଶ୍ରମ। ହଁ, ମନେ ରଖ, ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ନିଶ୍ଚିତ ଆସିବ। ସେ ପ୍ରତିଜ୍ଞା କରିଛନ୍ତି, ମୁଁ ଆସିବି। ସେ ନିଶ୍ଚିତ ଆସିବେ। କେବେ ଆସିବେ ଯଦ୍ୟପି ଆମେ ଜାଣୁନା, କିନ୍ତୁ ସେ ନିଶ୍ଚୟ ଆସିବେ। ସେଥିପାଇଁ ପାଉଲ ମଣ୍ଡଳୀକୁ ଉତ୍ସାହ ଦେଇ କହୁଛନ୍ତି, ଭାଇମାନେ ଧୈର୍ଯ୍ୟ ଧର, ଆଉ ଟିକେ ଧୈର୍ଯ୍ୟ ଧର, ପ୍ରେମରେ ଲାଗି ରୁହ, ବିଶ୍ୱାସରେ ଲାଗି ରୁହ। ଯେ ଆସିବେ ସେ ଅତି ଶୀଘ୍ର ଆସିବେ। ଆଉ ଯେତେବେଳେ ସେ ଆସିବେ, ଯେତେବେଳେ ଖ୍ରୀଷ୍ଟ ଆସିବେ, ତୁମମାନଙ୍କ ପାଇଁ ଅମିଳନ ମୁକୁଟ ରହିଛି। ସେ ତୁମମାନଙ୍କୁ ପୁରସ୍କାର ଦେବେ। ସେଇଦିନ ତୁମମାନଙ୍କୁ ସେ ଆହୁରି ପବିତ୍ର କରିବେ। ପ୍ରିୟ ମୋର ଭାଇ ଭଉଣୀ ମାନେ, ଏହି ଥେସଲୋନିକେ ମଣ୍ଡଳୀ ଏହି ପ୍ରକାର ଏକ ପ୍ରତିକୂଳ ପରିସ୍ଥିତିରେ ପାଉଲଙ୍କର ଉତ୍ସାହ ଦ୍ୱାରା ସେମାନେ ଆହୁରି ଶକ୍ତିଯୁକ୍ତ ହେଲେ। ଦ୍ୱିତୀୟ ବିଷୟ, ପ୍ରଥମ ପର୍ବରେ ପାଉଲ ସେମାନଙ୍କୁ ଉତ୍ସାହ ଦେଇ କହୁଛନ୍ତି, କେବଳ ଈଶ୍ୱରଙ୍କର ପରିତ୍ରାଣକୁ ତୁମର ଜୀବନରେ ଦିନ ପ୍ରତିଦିନ ଅନୁଭବ କରିବା
ଯଥେଷ୍ଟ ନୁହେଁ। କିନ୍ତୁ ମନେ ରଖ, ତୁମେ ଚାରି ପାଖର ଲୋକମାନଙ୍କର ନିମନ୍ତେ ଏକ ଆଦର୍ଶ ସ୍ୱରୂପ ହେବା ଏକାନ୍ତ ଆବଶ୍ୟକ। ଖ୍ରୀଷ୍ଟଙ୍କର ପରିତ୍ରାଣକୁ ଯେ ଜୀବନରେ ଗ୍ରହଣ କରିଥାଏ, ଯେ ବାସ୍ତବ ଭାବରେ ଅନୁଭବ କରିଥାଏ, ଯାହାର ଜୀବନ ପରିବର୍ତ୍ତିତ ହେଇଥାଏ, ସେ ନିଶ୍ଚିତ ଭାବରେ ଏକ ପୃଥକୀକୃତ ଜୀବନ, ଏକ ଆଦର୍ଶ ଜୀବନ କାଟିବା ଏକାନ୍ତ ଆବଶ୍ୟକ। ତ ପାଉଲ କହିଲେ, ତୁମର ଆଦର୍ଶର ଜୀବନ ଯେପରି ଅନ୍ୟମାନଙ୍କ ପାଇଁ ଈଶ୍ୱରଙ୍କର ସାକ୍ଷ୍ୟ ସ୍ୱରୂପ ହବ। ହଁ, ପାଉଲ କେତୋଟି ବିଷୟ ସେମାନଙ୍କୁ ସ୍ମରଣ କରି ଦଉଛନ୍ତି। ସେମାନଙ୍କୁ କହୁଛନ୍ତି, ଦେଖ, ତୁମମାନଙ୍କର ମଧ୍ୟରେ ତୁମେ ଯୋଉ ବାକ୍ୟକୁ ଗ୍ରହଣ କଲ, ସେ ବାକ୍ୟ ବିଷୟରେ ତୁମେ ଆଜି ଆଦର୍ଶ ହୁଅ। ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରିବାରେ ଥେସଲୋନିକେ ମଣ୍ଡଳୀ ଆଦର୍ଶ ଥିଲେ। ସେଥିପାଇଁ ପାଉଲ କହୁଛନ୍ତି, ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ଆମେ ତୁମର ନିକଟକୁ ଆସିଲୁ, ସେତେବେଳେ ଆମମାନଙ୍କର ଜ୍ଞାନ ନେଇ ଆସିଲୁନୁ, ଆମମାନଙ୍କର ଚତୁରତା ନେଇ ଆସିଲୁନୁ, ଆମେ ଭିନ୍ନ ମନୋଭାବ ନେଇ ଆସିଲୁନୁ। ମାତ୍ର ଆମମାନେ ଈଶ୍ୱରଙ୍କର ସୁସମାଚାରକୁ ଈଶ୍ୱରଙ୍କର ଅନୁଗ୍ରହରେ, ପବିତ୍ର ଆତ୍ମାଙ୍କର ଶକ୍ତିରେ ତୁମମାନଙ୍କ ନିକଟରେ ଆମମାନେ ପ୍ରଚାର କଲୁ। ଦ୍ୱିତୀୟ ପର୍ବ ତାର 13 ପଦରେ ପାଉଲ କହୁଛନ୍ତି ଯେ, ଯେତେବେଳେ ତୁମମାନଙ୍କର ନିକଟକୁ ଆମମାନଙ୍କର ଆଗମନ ହେଲା, ସେତେବେଳେ ଯୋଉ ବାକ୍ୟ ତୁମେ ଶୁଣିଲ, ସେଇ ବାକ୍ୟ ମନୁଷ୍ୟର ବାକ୍ୟ ଭାବରେ ଗ୍ରହଣ କଲ ନାହିଁ, ମାତ୍ର ସେଇ ବାକ୍ୟକୁ ଈଶ୍ୱରଙ୍କର ବାକ୍ୟ ଭାବରେ ତୁମେ ଗ୍ରହଣ କଲ। କାରଣ ବାସ୍ତବରେ ତାହା ଈଶ୍ୱରଙ୍କର ବାକ୍ୟ ଥିଲା। ଫଳରେ କଣ ହେଲା ନା, ସେଇ ବାକ୍ୟକୁ ବିଶ୍ୱାସ କରିବା ଦ୍ୱାରା, ସେ ବାକ୍ୟକୁ ଗ୍ରହଣ କରିବା ଦ୍ୱାରା ତୁମର ଜୀବନରେ ପରିବର୍ତ୍ତନ ଆସିଲା। ପ୍ରିୟ ଭାଇ ଭଉଣୀ ମାନେ, ମନେ ରଖିବା, ଯୋଉମାନେ ଆମେ ପାଳକ ପ୍ରଚାରକ ଭାବରେ ଆଜି ଆମେ ସେବା କାର୍ଯ୍ୟ କରୁଛୁ, ଆଜି କଣ ଆମେ ଈଶ୍ୱରଙ୍କର ବାକ୍ୟକୁ ସରଳ ଭାବରେ, ସୁସ୍ପଷ୍ଟ ଭାବରେ ଲୋକମାନଙ୍କ ନିକଟରେ ଉପସ୍ଥାପନା କରୁଛୁ, କିମ୍ବା ବାକ୍ୟକୁ ହାଲୁକା ଭାବରେ କାହାଣୀ ଗୁଡ଼ିକ ଦ୍ୱାରା, ନାନା ପ୍ରକାର ମନୋରଞ୍ଜନ କଥା ଗୁଡ଼ିକ ଦ୍ୱାରା ଆମମାନଙ୍କର ବାକ୍ୟ ଗୁଡ଼ିକ ପ୍ରଚାର କରୁଛୁ? ଦୁଃଖର ବିଷୟ ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମମାନଙ୍କର ଖ୍ରୀଷ୍ଟୀୟ ମଣ୍ଡଳୀ ଗୁଡ଼ିକରେ ସତ୍ୟ ବାକ୍ୟ ପ୍ରଚାରର ଯଥେଷ୍ଟ ଆବଶ୍ୟକତା ରହିଛି, ଯଥେଷ୍ଟ ଅଭାବ ରହିଛି। ଆମମାନଙ୍କର ଉପାସନା ଗୁଡ଼ିକରେ ବାକ୍ୟ ପ୍ରଚାର ଗୁଡ଼ିକ ସେହିପରି ସିଧା ସଳଖ ହେଇପାରୁନାହିଁ। କିନ୍ତୁ ପ୍ରେରିତ ପାଉଲ କହୁଛନ୍ତି, ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ଆମେ ତୁମ ନିକଟକୁ ଆସିଲୁ, ଆମେ ନିଜର କଥା କହିଲୁନୁ, ନିଜର କାହାଣୀ କହିଲୁନୁ, ତୁମମାନଙ୍କୁ ଉତ୍ସାହ ଦେବା ପାଇଁ, ତୁମମାନଙ୍କୁ ପ୍ରେରଣା ଦେବା ପାଇଁ, ତୁମମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିବା ପାଇଁ ଆମେ ସତ୍ୟ ବାକ୍ୟକୁ ଶକ୍ତିଯୁକ୍ତ ଭାବରେ ଆତ୍ମାଙ୍କର ଦ୍ୱାରା ପ୍ରଭାବିତ ହେଇ ଆମେ ବାକ୍ୟ ପ୍ରଚାର କଲୁ। ଆଉ ତୁମେ ମଧ୍ୟ ଆମମାନଙ୍କର ପ୍ରଚାରିତ ବାକ୍ୟକୁ ମଣିଷର କଥା ଭାବରେ ଗ୍ରହଣ କଲ ନାହିଁ, ମାତ୍ର ଈଶ୍ୱରଙ୍କର ବାକ୍ୟ ଭାବରେ ଗ୍ରହଣ କଲ। ପ୍ରିୟ ଭାଇ ଭଉଣୀ ମାନେ, କେତେ ଚେତନାପୂର୍ଣ୍ଣ ବାକ୍ୟ ଆମ ପାଇଁ। ଯେତେବେଳେ ଆମେ ଗୀର୍ଜା ଉପାସନା ଗୁଡ଼ିକରେ ବାକ୍ୟ ପ୍ରଚାର ଗୁଡ଼ିକ ଆମେ ଶୁଣୁଛୁ, ସଭା ସମିତିରେ ଶୁଣୁଛୁ, ଆମେ କରୁଛୁ, କଣ ସେଇ ବକ୍ତାଙ୍କର ବାକ୍ୟ, ସେଇ ଲୋକର ବାକ୍ୟ ନା? ପ୍ରିୟ ବନ୍ଧୁଗଣ, ମନେ ରଖିବା, ଈଶ୍ୱର ତାଙ୍କର ଶକ୍ତିଯୁକ୍ତ ସରଳ ସତ୍ୟ ବାକ୍ୟକୁ ମନୁଷ୍ୟମାନଙ୍କର ଦ୍ୱାରା ପ୍ରଚାର କରନ୍ତି। କିନ୍ତୁ ମନେ ରଖିବା, ପ୍ରଚାରକ ଭାବରେ ଆମମାନେ ମଧ୍ୟ ଈଶ୍ୱରଙ୍କର ବାକ୍ୟର ଯେପରି ଆମେ ବିଶ୍ୱସ୍ତ ଭଣ୍ଡାର କରିବା ହେଇପାରିବା। ମନେ ରଖିବା ପ୍ରିୟ ବନ୍ଧୁଗଣ, ଈଶ୍ୱରଙ୍କର ସତ୍ୟ ଜୀବନ୍ତ ବାକ୍ୟ କେବଳ ମନୁଷ୍ୟ ଜୀବନକୁ ପରିବର୍ତ୍ତନ କରିପାରେ। ଆମମାନଙ୍କର ମଧୁର କଥା ନୁହେଁ, ଆମମାନଙ୍କର ଭିନ୍ନ ପ୍ରକାର ବାକ୍ୟ ଗୁଡ଼ିକ, ସରଳ ବାକ୍ୟ ଗୁଡ଼ିକ କୌଣସି ପ୍ରକାର ଭାବରେ ଜୀବନକୁ ପରିବର୍ତ୍ତନ କରିପାରେ ନା। ସେଥିପାଇଁ ପାଉଲ କହିଲେ, এই ବାକ୍ୟକୁ ତୁମେ ଈଶ୍ୱରଙ୍କ ବାକ୍ୟ ଭାବରେ ଗ୍ରହଣ କଲ ବୋଲି ତୁମର ଜୀବନରେ ପରିବର୍ତ୍ତନ ଆସିଛି। ତୁମର ବିଶ୍ୱାସର କର୍ମ ଦେଖାଯାଇଛି, ପ୍ରତିଭାକୁ ଫିଙ୍ଗି ଦେଇଛ, ପରସ୍ପର ମଧ୍ୟରେ ପ୍ରେମକୁ ତୁମେ ଆହୁରି ଜାଗ୍ରତ କରିଛ। ତାଡ଼ନା ମଧ୍ୟରେ ସେଇ ଭରସାକୁ ତୁମେ ଧରି ରଖ। ପାଉଲ କହୁଛନ୍ତି, ଯାହା ତୁମର ମଧ୍ୟରେ ଘଟିଛି ତାହାକୁ ଜାବୁଡ଼ି ଧର, କାରଣ ଖ୍ରୀଷ୍ଟ ପୁନର୍ବାର ଆସୁଅଛନ୍ତି। ପ୍ରଥମ ବିଷୟ ପାଉଲ ସେମାନଙ୍କୁ ସ୍ମରଣ କରୁଛନ୍ତି, ଈଶ୍ୱରଙ୍କ ବାକ୍ୟକୁ ତୁମେ ଗ୍ରହଣ କରିଥିବାରୁ ତୁମେ ଅନ୍ୟମାନଙ୍କର ନିକଟରେ ଆଦର୍ଶ ସ୍ୱରୂପ ହୋଇପାରିଛ। ଦ୍ୱିତୀୟ ବିଷୟ ପାଉଲ କହୁଛନ୍ତି, କେବଳ ସେତିକି ନୁହେଁ, ମାତ୍ର
ତୁମମାନଙ୍କ ମଧ୍ୟରେ ଆମେ ଯେ ସେବା କାର୍ଯ୍ୟ କଲୁ ତୁମମାନେ ଆମମାନଙ୍କର ମଧ୍ୟ ଅନୁକାରୀ ହୋଇପାରିଲ। ତୁମେ ଆମମାନଙ୍କର ଜୀବନରୁ ଖ୍ରୀଷ୍ଟଙ୍କର ଜୀବନକୁ ଦେଖିପାରିଲ। ସେଥିପାଇଁ ପାଉଲ କହୁଛି ମୁଁ ଯେପରି ଖ୍ରୀଷ୍ଟଙ୍କର ଅନୁଗାମୀ ହୋଇଅଛି ତୁମମାନେ ମଧ୍ୟ ସେହିପରି ମୋହର ଅନୁଗାମୀ ହୁଅ। ପ୍ରିୟ ବନ୍ଧୁଗଣ, କେଡ଼େ ବଡ଼ ଆହ୍ୱାନ। ଆଜି କଣ ଆମେ ସାହସିକ ଭାବରେ କହିପାରିବା ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଯେପରି ଖ୍ରୀଷ୍ଟଙ୍କର ଅନୁଗମନ କରୁଛି, ଅନୁଗାମୀ ହେଇ ଆସିଛି, ବିଶ୍ୱାସରେ, ପ୍ରେମରେ, ଧୈର୍ଯ୍ୟରେ, ସାହସରେ, ପବିତ୍ରତା ଜୀବନରେ, ବିଶ୍ୱସ୍ତତାର ଜୀବନରେ ତୁମେ ସେହିପରି ମୋର ଅନୁଗମନ କର ନା। ଆଜି ଆମମାନେ ଲଜ୍ଜିତ, କାରଣ ଆମମାନଙ୍କର ଜୀବନ ଖ୍ରୀଷ୍ଟଙ୍କର ସଦୃଶ ହେଇପାରିନି। ଯଦି ବି ଅନେକ ସମୟରେ ଆମେ ଖ୍ରୀଷ୍ଟିଆନ ଭାବରେ ନିଜକୁ ପରିଚୟ ଦଉ, କିନ୍ତୁ ଆମମାନଙ୍କର ଖ୍ରୀଷ୍ଟୀୟ ଆଚରଣ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ହେଇଥାଏ। ସେଥିପାଇଁ ପ୍ରେରିତ ପାଉଲ କରନ୍ଥୀ ମଣ୍ଡଳୀକୁ ଲେଖୁଛନ୍ତି, ହେ ପ୍ରିୟ ଭାଇ ଭଉଣୀ ମାନେ, ତୁମମାନଙ୍କ ସକାଶେ ଖ୍ରୀଷ୍ଟ ବିଜାତୀୟ ମାନଙ୍କ ମଧ୍ୟରେ ନିନ୍ଦିତ ଅଛନ୍ତି। କିନ୍ତୁ ଥେସଲୋନିକେ ମଣ୍ଡଳୀକୁ ପାଉଲ କହୁଛନ୍ତି ନା, ତାହା ମୁଁ ଚାହେଁ ନା। ତୁମେ ଯେପରି ସେଇ କରନ୍ଥୀ ମଣ୍ଡଳୀ ପରି ନ ହୁଅ, ମାତ୍ର ତୁମେ ଯେପରି ଏକ ଆଦର୍ଶ ମଣ୍ଡଳୀ ହବ। ଆମମାନେ ଯୋଉପରି ଖ୍ରୀଷ୍ଟଙ୍କର ଅନୁଗାମୀ ହୋଇଅଛୁ, ସେଇପରି ତୁମେ ଯେ ଆମମାନଙ୍କର ଅନୁଗାମୀ ହୋଇଅଛ, ସେଥିପାଇଁ ଆମେ ପ୍ରଭୁଙ୍କ ଠାରେ ଆନନ୍ଦ କରୁଛୁ। ହଁ, କେଡ଼େ ବଡ଼ ସାକ୍ଷ୍ୟ ପାଉଲ ସେମାନଙ୍କ ପ୍ରତି ପ୍ରକାଶ କଲେ। ସେମାନେ ନେତାମାନଙ୍କର ଅନୁଗାମୀ ହେଲେ। ହଁ, ମନେ ରଖିବା, ସେଥିପ୍ରତି ମଧ୍ୟ ଆମେ ଜାଗ୍ରତ ହବା। ଆମେ ମନୁଷ୍ୟର ଅନୁଗାମୀ ନ ହୁଏ, ମାତ୍ର ଈଶ୍ୱରଙ୍କର ଅନୁଗାମୀ ହେବା, ଖ୍ରୀଷ୍ଟଙ୍କର ଅନୁଗାମୀ ହେବା। ତହିଁ ସଙ୍ଗେ ସଙ୍ଗେ ଯେଉଁମାନଙ୍କୁ ପ୍ରଭୁ ଆମମାନଙ୍କର ଗହଣରେ ରଖିଛନ୍ତି, ସେବା କାର୍ଯ୍ୟରେ ରଖିଛନ୍ତି, ହେଇପାରେ ପାରିବାରିକ ଭାବରେ ରଖିଛନ୍ତି, ସେମାନଙ୍କର ଆତ୍ମିକ ଜୀବନ, ସେମାନଙ୍କର ଆଦର୍ଶ ଜୀବନର ମଧ୍ୟ ଆମେ ଅନୁକାରୀ ହେବା ଏକାନ୍ତ ଆବଶ୍ୟକ। ତୃତୀୟରେ ପାଉଲ ସେମାନଙ୍କୁ ସ୍ମରଣ କରୁଛନ୍ତି ଯେ କେବଳ ତୁମେ ଆମମାନଙ୍କର ଅନୁଗାମୀ ହେଲ ତାହା ନୁହେଁ, ମାତ୍ର ସର୍ବୋପରି ତୁମେ ଖ୍ରୀଷ୍ଟଙ୍କର ମଧ୍ୟ ଅନୁକାରୀ ହୋଇଅଛ। କୋଉ ପ୍ରକାର? ଯେତେବେଳେ ତୁମେ ଦୁଃଖ ଓ କ୍ଲେଶର ପରିସ୍ଥିତି ମଧ୍ୟରେ ଯାଉଅଛ, ସେଇ ସମୟରେ ତୁମେ ଆମମାନଙ୍କୁ ସ୍ମରଣ କଲ। କାରଣ ପାଉଲ ତୃତୀୟ ପର୍ବରେ କହୁଛନ୍ତି, ହଁ ପ୍ରିୟ ଭାଇ ଭଉଣୀ ମାନେ, ତୁମେ ଜାଣ କିପରି ଭାବରେ ଆମେ ଫିଲିପିରେ ଥିବା ସମୟରେ ତାଡ଼ନା ମଧ୍ୟରେ ଗଲୁ। ଫିଲିପିର ଲୋକମାନଙ୍କ ଦ୍ୱାରା ଆମେ ତାଡ଼ିତ ହେଲୁ, ପ୍ରହାରିତ ହେଲୁ, ସେଇ ସ୍ଥାନ ପରିତ୍ୟାଗ କରି ଚାଲିଲୁ। ହଁ, ତୁମେ ଆମମାନଙ୍କର ତାଡ଼ନା, ତୁମେ ଆମର ଦୁଃଖ, ଆମର କ୍ଲେଶ, ଏ ସମସ୍ତ ବିଷୟ ଦେଖିଲ, ଆଉ ତାହାର ତୁମେ ବର୍ତ୍ତମାନ ଅନୁକାରୀ ହେଇଅଛ। କେତେ ସୁନ୍ଦର ବିଷୟ। ପାଉଲ ତାଙ୍କର ଦୁଃଖ ଭୋଗରେ ଏଇ ନୂଆ ବିଶ୍ୱାସୀ ମାନଙ୍କର ପାଇଁ ସେମାନଙ୍କର ଦୁଃଖ ଭୋଗରେ ଆଦର୍ଶ ସ୍ୱରୂପ ହେଲେ। ଫଳରେ ଆଜି ଏଇ ଥେସଲୋନିକେ ମଣ୍ଡଳୀର ଭାଇ ଭଉଣୀ ମାନେ ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଆଦର୍ଶ ସ୍ୱରୂପ ହେଇଛନ୍ତି, କାରଣ ସେମାନେ ନେତାଙ୍କର ଆଦର୍ଶ ହେଲେ। ତୃତୀୟରେ ଖ୍ରୀଷ୍ଟଙ୍କର ଲେଖାଯାଉଛି, ତୁମେ କେବଳ ଆମମାନଙ୍କର ଅନୁକାରୀ ହେଲ ତାହା ନୁହେଁ, ମାତ୍ର ଖ୍ରୀଷ୍ଟ ଯେ ତୁମ ନିମନ୍ତେ ଦୁଃଖ ଭୋଗ କଲେ, ତୁମର ପାପର ନିମନ୍ତେ ଦୁଃଖ ଭୋଗ କଲେ, କାଲବରୀ କ୍ରୁଶର ଯନ୍ତ୍ରଣାକୁ ସ୍ମରଣ କର, ତାଙ୍କର ଦୁଃଖ ଭୋଗକୁ ସ୍ମରଣ କର, ତାଙ୍କର ଶୂନ୍ୟତାକୁ ସ୍ମରଣ କର। ଯଦ୍ୟପି ସେ ଈଶ୍ୱର ଥିଲେ, ମନେ ରଖ, ସେ ତୁମମାନଙ୍କ ପାଇଁ ମନୁଷ୍ୟ ରୂପ ଧାରଣ କଲେ, ସେ କ୍ରୁଶ ପର୍ଯ୍ୟନ୍ତ ପିତାଙ୍କର ବାଧ୍ୟ ହେଲେ। ବନ୍ଧୁଗଣ, ପାଉଲ କହୁଛନ୍ତି, ତୁମମାନେ ଖ୍ରୀଷ୍ଟଙ୍କର ଆଦର୍ଶରେ ତୁମେ ଆପଣା ଆପଣା ଜୀବନକୁ ସେହି ପ୍ରକାର ଗଠନ କରି ନେଇଯାଅ। ସେମାନେ ଖ୍ରୀଷ୍ଟଙ୍କର ଅନୁକାରୀ ହୋଇଥିଲ। କେବଳ ସେତିକି ନୁହେଁ, ମାତ୍ର ଶେଷରେ ପାଉଲ ସେମାନଙ୍କୁ ଉତ୍ସାହ ଦେଇ କହୁଛନ୍ତି, ପ୍ରିୟ ଭାଇ ଭଉଣୀ ମାନେ, ତୁମେ ଯେ ଈଶ୍ୱରଙ୍କର ବାକ୍ୟକୁ ଗ୍ରହଣ କଲ, ସତ୍ୟ ବାକ୍ୟକୁ ଗ୍ରହଣ କଲ ତାହା ନୁହେଁ, ଆମେ ଯେ ତୁମର ନେତା ହେଲୁ, ଆମମାନଙ୍କର ଆଦର୍ଶରେ ତୁମର ଜୀବନକୁ ଗଢିଲ, ଯଥେଷ୍ଟ ନୁହଁ। ତୁମେ ଖ୍ରୀଷ୍ଟଙ୍କର ଆଦର୍ଶରେ ତାଙ୍କର ଦୁଃଖ ଭୋଗକୁ ନିଜ ଜୀବନରେ ଗ୍ରହଣ କଲ, ଆଦର୍ଶ ସ୍ୱରୂପ ହେଲ। ସେଥିପାଇଁ ମଧ୍ୟ ଆମେ ଆନନ୍ଦ କରୁଛୁ। କିନ୍ତୁ ମନେ ରଖ, ପାଉଲ କହୁଛନ୍ତି, ତୁମର ଚାରି ପାଖରେ ଯୋଉ ଆଖା ପୁଣି ଅନ୍ୟ ମଣ୍ଡଳୀ ଗୁଡ଼ିକ ରହିଛନ୍ତି, ଅଞ୍ଚଳ ଗୁଡ଼ିକ ରହିଛନ୍ତି, ସେମାନଙ୍କର ପାଇଁ ମଧ୍ୟ ତୁମେ ଯେ ଆଦର୍ଶ ସ୍ୱରୂପ ହୋଇଅଛ। ପାଉଲ କହୁଛନ୍ତି, ତୁମର ଚାରି ପାଖରେ ଯୋଉ ଅଞ୍ଚଳ ଗୁଡ଼ିକ ରହିଛି,
जो लोक माने रहिचंती जो विजातीय माने रहिचंती सेमाने तुमर विश्वासर परिश्रम तुमर प्रेमर परिश्रम तुमर भरोसा तुमर धैर्य ए समस्त विषय को से लक्ष्य करिचंती करूचंती से विषय से शुणिचंती पाउल कहउचंती सेमानकर निकट रे तुमे जे आदर्श स्वरूप होई पारिच ताहा आम्मानकर कहिबार कोनोसी कारण नाही। प्रिय बंधु कोन देखि पारुछु सेमानकर प्रेमर परिश्रम विश्वास भरोसा धैर्य ए समस्त को चारि पाखर लोक माने देखि पारिथिले हुए तो से कहिथिबे देख रे देख से थेसलोनिक भाई भौणी मानकु देख किपरि भाबरे दिने से माने प्रतिमा पूजा करूथिले सेमानकर जीवन केते प्रकार दुष्कर्म रे परिपूर्ण थिला किंतु देख ख्रीष्ट को विश्वास करबा दिन ठारू सेमानकर जीवन रे केते परिवर्तन आसीची। देख सेमानकर प्रेम किपरि भाबरे सेमाने परस्पर को प्रेम करूचंती देख ताड़ना बदरी जाउचंती किंतु सेमाने अटल रहिचंती पछकु फेरी जाई नाहांती। ई समस्त पाउल कहउचंती आखाया पुरी चारि पाखर अंचल गुड़िक समस्त विषय देखी सेमानकर निकट रे तुमे आदर्श स्वरूप होइछ। यो भाई भौणी माने आज आम्मानकर पई एक आह्वान आसीछि मंडलिक भावरे व्यक्तिगत भावरे पारिवारिक भावरे हाँ आज कौन आमाने ख्रीष्टंकर पक्षरे अन्य मानकर निकट रे आमाने आदर्श कारण होई पारिछु कि हाँ आमाने कहूछु आमाने ख्रीष्ट को विश्वास करिछु परित्राण प्राप्त हेइछु स्वर्ग को जीवा पाई आमाने प्रस्तुत होउछु किंतु मन रखिबा ख्रीष्टंकर आगमन पाखे आसुछि से निश्चय आसीबे किंतु से आसीबा पूर्वरु जदि आपण को पुणी मते जदि एक आदर्श जीवन भावरे से न देखंती जेपरि तांकर आगमन समय आमे निष्कलंक जीवन न काटू निष्पापन जीवन न काटू जदि आमानकर धार्मिक जीवन ईश्वर दृष्टि ग्रहण योग्य न हुए तेबे आमे कोन पुरस्कार प्राप्त हबा। सेति पाई पाउल कहउचंती तुमर विश्वासर कर्म तुमर प्रेमर परिश्रम तुमर भरोसार धैर्य आज समस्त निकट रे एपरि भावरे परिव्याप्त ताहा मानकर कहिबार नाही। प्रिय भाई भौणी माने मन रखिबा ख्रीष्ट आसुचंती आमानकर व्यक्तिगत आमानकर मांडलिक जीवन को आमानकर सेवार जीवन को आमने केउ प्रकार भावरे रखिबार एकांत आवश्यक ताहा आजिर वाक्यरु आमने निज निज पाई ग्रहण करिनबा जेपरि तांकर द्वितीय आगमन समय आपण लज्जित हेबे नाही मु मध्य लज्जित हेबा नाही मात्र जेपरि आमने साहसिक भावरे तांकर सम्मुख रे आमने उपस्थित हबा आ सेही दिन से कहबे आस हे विश्वस्त उत्तम दास उत्तम विश्वासिनी आस मोर आनंद रे तुमे प्रवेश कर। प्रभु आमान को आशीर्वाद करतु जेपरि वर्तमान रो ए दुर्दिन समय ताड़ना समय भ्रांत समय आपण पुणी मांडलिक भावरे आमने सेवा कार्य शेष पर्यंत आमने आगे जावा आमानकर मंडली गुड़िक जेपरि आदर्श मंडली हम आमर परिवार गुड़िक जेपरि आदर्श परिवार हम आमर व्यक्तिगत जीवन जेपरि आदर्श जीवन हम प्रभु आमान को आशीर्वाद करतु आमेन।